ওটা দোଳ ପୂର୍ଣ୍ଣମୀରେ ଜଗନ୍ନାଥ କୋଉ ବେଶ ହେଇଥାନ୍ତି? ଦୋଳ ପୂର୍ଣ୍ଣିମାରେ ଯୋଉ ଜଗନ୍ନାଥ ରାଜଦୀର ବେଶ ହେଇଥାନ୍ତି। ଆଚ୍ଛା, ଆଜି ତ ଗ୍ରହଣ ହେଇଥିଲା, ଚନ୍ଦ୍ରଗ୍ରହଣ ଥିଲା, ତ ଆଜି କ'ଣ ବେଶ ହେଇଥିଲେ? ଗ୍ରହଣ ଟାଇମରେ ତାଙ୍କର ଗୋଟେ ବେଶ ହୁଏ, ସେ ଅବକାଶ ନୀତି ବୋଲି ଯୋଉ ବେଶଟା ହୁଏ ସେଇଟାକୁ ଅବକାଶ ବେଶ କୁହନ୍ତି ବା ତାଡ଼କୁ ଉତ୍ତାରି ବେଶ। ଆଚ୍ଛା ଆଚ୍ଛା, ଆଜି ସେଇ ବେଶ ହେଇଥିଲେ, ତାପରେ ଗ୍ରହଣ ଛାଡ଼ିଲା ପରେ ରାଜଦୀ ବେଶ। ଆଚ୍ଛା ଆଚ୍ଛା ଆଚ୍ଛା, ଯେଉଁ ମେଣ୍ଢା ପୋଡ଼ା ନୀତିଟା କ'ଣ? ହଁ, ଗୋଟେ ଅସୁରଟି ଥିବ ମେଣ୍ଢା ରୂପରେ, ସେ ସବୁ ନଷ୍ଟ ଭଷ୍ଟ କରୁଥିବ। ସେଇଠି ସବୁ ଋଷିମାନେ ମୁନିମାନେ ଶ୍ରୀକୃଷ୍ଣଙ୍କୁ ଡାକିଲେ, ଆଉ ଶ୍ରୀକୃଷ୍ଣ ଆସି ତାକୁ ମାରିଦେବେ। ଆଉ ତାପରକୁ ଆମେ ମେଣ୍ଢା ପୋଡ଼ି ନୀତିଟା କରାହେଉଛି ପୁରୀରେ। ଆଚ୍ଛା ଆଚ୍ଛା, ଯେଉଁ ହୋଲିକା ଦହନ ହେଉଛି ଆଉ ମେଣ୍ଢା ପୋଡ଼ା ନୀତି କ'ଣ ସମାନ? ଗୋଟେ ତରିକାରେ ସେଇଟା ସମାନ ହିଁ କହିବାକୁ ଗଲେ, କାହିଁକିନା ସେ ଦୁଇଟା ଆଗରେ ଆମେ ମାନେ ଖରାପ ଜିନିଷଟାକୁ ପୋଡ଼ୁଛନ୍ତି, ସେଇ ହିସାବରେ ମାନେ ସେମ୍ ରୁଟ୍ଟା ସେମ୍ ଅଛି।